ଆଗକୁ ମୁଁ ଗୋଟେ ଭିଡ଼ିଓ ଛାଡ଼ିଥିଲି ନଣନ୍ଦ ପାଇଁ, ଦୁଇଟା ନଣନ୍ଦ ପାଇଁ। ଘର କଥା ସୋସିଆଲ ମିଡ଼ିଆ ମଣିଷ କ'ଣ ପାଇଁ ନେଇକି ଆସେ, ଯାହାର ବହୁତ କଷ୍ଟ ହୁଏ ନା ସେଇ ଆଣିବା ପାଇଁ ବାଧ୍ୟ। ମୁଁ ଆଜି ଫିଲ୍ କରିଛି ମଣିଷ କ'ଣ ପାଇଁ ସୁସାଇଡ଼୍ କରନ୍ତି। ଏମିତି ନୁହେଁ ଯେ ବହୁତ କଷ୍ଟ ପାଇଲେ ସେହି ସୁସାଇଡ଼୍ କରିବା ପାଇଁ ବାଧ୍ୟ ହେଲା। କିନ୍ତୁ ମୁଁ ଯେ ଭିଡ଼ିଓଟା କରିଥିଲି ମୁଁ ଭାବିଥିଲି ନା ଏ ଚେଞ୍ଜ ହେଇଯିବେ, ଯେ ଏଠି ରହିଛି ଯେ ନଣନ୍ଦଟା ସେ ତ ଭାବିଥିଲି ଚେଞ୍ଜ ହେଇଯିବେ, ଆମ ପଛରେ ଲାଗିବେନି। ମୁହଁ ତ କିଛି ଖୋଲିକି କିଛି କହୁନାହିଁ, କିନ୍ତୁ ସେ କ'ଣ କରିଛି ନା ଲାଷ୍ଟରେ ଗୁଣିଆ ଧରିଛି ଆମକୁ ମାରିବା ପାଇଁ, 4 ଜଣଙ୍କୁ ମାରିବା ପାଇଁ। ମୁହଁ କିଛି ଖୋଲିକି କହୁନି, ଆଖିଟା ସବୁବେଳେ ଆମ ପାଖକୁ। ସେ ଭାବିছে କ'ଣ ନା ଏ ଘର ଭିତରେ ଅଛି, ଆକୁ କିଛି ଜଣା ନାହିଁ, ଏ କିଛି ଜାଣିପାରିବନି। ତୁ କେଉଁଠି ଯାଉଛୁ ନ ଯାଉଛୁ, ତୁ କ'ଣ କରୁଛୁ ନ କରୁଛୁ, ମୁଁ ସବୁ ଜାଣିଛି। ଏଟା ଭାବନି ତୁ ଆମକୁ କରିକି ଶାନ୍ତିରେ ରହିପାରିବୁ, ତୋତେ ଭଗବାନ ଛାଡ଼ିଦେବେ କେବେ ଦିନ ହେଲେ। ଦେଖିଲୁ ନା ନିଜକୁ ଅନେଇକି ଦେଖ କେମିତି ହେଇଯାଇଛି। ମୁଁ ଯାହା ସାଙ୍ଗରେ କଥା କହୁଛି ତୁ କହୁଛୁ କି ଘର ଭଙ୍ଗା, ଯାହା ସାଙ୍ଗରେ ବି ସେମାନେ ଘର ଭଙ୍ଗା, ଆମେ ଘର ଭଙ୍ଗା, ମୋ ଛୁଆ ଘର ଭଙ୍ଗା, ମୋ ସ୍ୱାମୀ ଘର ଭଙ୍ଗା। ତମେ ଭଲ, ବହୁତ ଭଲ ନା, ଏ ତ ଦେଖିକି ତ ବୁଝା ଯାଉଛି ବହୁତ ଭଲ। ମାନେ ଥାନାରେ କୁହା ହୋଇଛି କି କିଏ କାହାକୁ କିଛି କହିବନି, କିଏ କାହା ପଛରେ ଲାଗିବନି। ମୁଁ ବୁଝିଯାଇଛି ତୁ କ'ଣ ପାଇଁ ଏତେ ଜେଲସ୍ ଫିଲ୍ ହେଉଛୁ। ମୁଁ ଯେ ଥାନା ପର୍ଯ୍ୟନ୍ତ ଚାଲି ଯାଇଛି ନା, ସେ ଯେ ଫୋନ୍ କରିକି କହିଲା ଘର କଥା, ଥାନା ପର୍ଯ୍ୟନ୍ତ ଚାଲିଗଲା। କ'ଣ ପାଇଁ ଗଲି? ଆଜି ବାଧ୍ୟ ହେଇକି, ଏତେ ବର୍ଷ ହେଇଗଲାନି, ତୋ ବାପା ମା ସାଙ୍ଗେ ଶାଶୁ ଶ୍ୱଶୁର ଯେତେବେଳେ ଥିଲା ସେତେବେଳେ ତ ମୁଁ ଯାଇନି ଥାନାକୁ। ମୁଁ ନିଜେ ଘର ଛାଡ଼ିକି ଭଡ଼ା ନେଇକି ରହିଥିଲି। ତ ଆଜି ଥାନାକୁ କ'ଣ ପାଇଁ ଯାଇତେ ବାଧ୍ୟ? ନିଜକୁ ପଚାରନି। ମୁଁ ତ ଲୋକଟା ଖରାପ, ତମେ ମନେ ଭଲ ନା। ମୁଁ ଭାବିଥିଲି ଭିଡ଼ିଓ କରିମିନି, କିନ୍ତୁ ତମେ ଯେ ଯେଇ ସବୁ କାମଟା କରଛ ନା ବନ୍ଦ କର ହେଲା। ତୁ କ'ଣ ଭାବିଛୁ ମୁଁ ଘର ଭିତରେ ରହିଛି ମୋତେ କିଛି ଜାଣିପାରିବିନି? ମାର, ତୁ ମାରିବାକୁ ଚାହୁଁଛୁ ନା, ତୁ ମାର। ମୁଁ ଯଦି ମରିମି ନା ତୋତେ ନେଇକି ମରିମି। ମୁଁ ଏଠିକା ଝିଅ ନୁହେଁ, କଲିକତା ଝିଅ। ଆଉ ମୁଁ ବିଟୁ ନୁହେଁ, ତୁ ଯାହା କହିବୁ ଯାହା କରିବୁ ପାଟି ବନ୍ଦ କରିକି ମୁଁ ଚୁପଚାପ ଖାଲି ଶୋଇଯିମି। ମୁଁ ହେଲି ରେଖା, ମାରିମି ମାନେ ତୁ ଯଦି ମୋତେ ମାରିବୁ ମୁଁ ତୋତେ ନେଇକି ମରିମି। ମୋତେ କିଛି ଡର ନାହିଁ, ବହୁତ ବରଦାସ୍ତ କରିଛି, ଆଉ ନୁହେଁ। ସାଲା ମୁଁ ଭାବିଲି ଚେଞ୍ଜ ହେଇଯିବି, କିନ୍ତୁ ଜମା ନୁହେଁ। ଖାଲି ତୁ ବଡ଼ ନା, ସେଥିପାଇଁ ମୁଁ ତୋତେ କିଛି କରିପାରୁନି। ମୋ ବାପା ମା ସେଇଭଳିଆ ଶିକ୍ଷା ମୋତେ ଦେଇନି ହେଲା। ତୋ ଭଳିଆ ନଣନ୍ଦ ନା ମରିଯିବା ଭଲ ଲୋ, ତୋତେ ଭଗବାନ କେବେ ଦିନ କ୍ଷମା କରିବନି, ଏଟା ଭାବିନେ। ଦେଖିଛୁ ନା ନିଜକୁ କେମିତି ହେଇଗଲି। ଦେଖ ନିଜେ ପାଖକୁ ଅନେଇକି ଦେଖ। ତୁ ମୋତେ ଦେଖିକି ଏତେ ଜେଲସ୍ ଫିଲ୍ ହେଉଛୁ। ମୁଁ ଯଦି ହସିମି ତୋତେ ଭଲ ଲାଗୁନି, ମୁଁ ଯଦି ଏମିତି ଫିଟ୍ ଫାଟ୍ ରହିମି ତୋତେ ଭଲ ଲାଗିବନି। ମୁଁ ବସିକି କାନ୍ଦିମି, ମୁଁ ବିଛଣାରେ ପଡ଼ିଥିମି, ସେଇଟା ତୋତେ ଭଲ ଲାଗିବ। ତୁ ସମସ୍ତ ପାଖରୁ କହୁଛୁ ଯେ ସେ ଭିଡ଼ିଓ କରୁଛି, କର ନା, ଯାହା ପାଖକୁ କର। ମୁଁ କିଛି ଖରାପ କାମ ଆଜି ପର୍ଯ୍ୟନ୍ତ କରିନି ଆଉ କରିମି ନାହିଁ, ଜୀବନରେ ନୁହେଁ। ତୁ କର ନା, ନିଜ ସ୍ୱାମୀକୁ ଠିକ୍ କରିପାରିଲୁ ନା, ନିଜ ଶାଶୁ ଘର ଯାଇକି ତାକୁ ଠିକ୍ କରିପାରିଲୁ ନା, ନିଜ ବାପା ମାକୁ। ଲାଷ୍ଟଟା ଆମ ପଛରେ ଲାଗିଗଲୁ। ହଁ, ଏଇଟା ଯଦି ଶାଶୁ ଘର ରହିକି ତୁ ଯଦି ଝଗଡ଼ା କରିଥାନ୍ତେ ନା ତୋତେ ସାଜିଥାନ୍ତା, ସତ କଥା। ଆଉ ମୁଁ ମୋ ଶାଶୁ ଘର ଆସିକି ପଡ଼ିଛି ମୋ ସ୍ୱାମୀ ପାଖକୁ। ଯଦି ମୋ ଜୀବନଟା ଯିବ ନା ମୋ ସ୍ୱାମୀ ପାଖକୁ ଯିବ, ଏଟା ମୋର ଗର୍ବ। ଯଦି ମୁଁ ମରିଯିବି ମୋ ସ୍ୱାମୀ ପାଖକୁ ମୁଁ ମରିନି। ତୋ ଭିଲେ ନୁହେଁ କି ବାପା ମା ପାଖକୁ ଯାଇକି ମରିନି, ଏଠି ମରିନି। କର ତୁ ଯାହା କରିବା ତୁ କର। ମୁଁ ଭିଡ଼ିଓ ପ୍ରତିଟା ଭିଡ଼ିଓ କରିକି ଛାଡ଼ିନି। ପାଇଖାନା ଯାଉଛୁ ପାଣି ନ ଢାଳିକି ପଳେଇ ଗଲୁ, ତୋତେ ଟିକେ ଖରାପ ଲାଗିଲାନି? ସକାଳେ ଗଲୁ ଆସିଲୁ 3:30 ବେଳେ, ଯେ ଏତେ ସମୟ ପାଇଖାନା ସେମିତି ପଡ଼ିଥିଲା। କହିବା ପରେ କ'ଣ କହିଲୁ? ଆସିଛି ଡ୍ରେସ୍ ଖୋଲିମି ପରେ ଯାଇକି ପାଣି ଢାଳିମି। ଏତେ ସମୟ ପର୍ଯ୍ୟନ୍ତ ତୋ ଇଚ୍ଛା ବେଲେ ତୁ ଚାଲଛୁ। ସେ ଗୋଟେ ପାଇଖାନା ସମସ୍ତେ ୟୁଜ୍ କରୁଛି, ଏମିତି ନୁହେଁ କି କଳ ନାହିଁ, ଦୁଇଟା କଳ, ଟ୍ୟୁବ୍ ବି ଅଛି, ଟାଇମ୍ କଳ ବି ଅଛି। ତୋର ଗୋଟେ ବିବେକ ବି ବାଧିଲାନି, ମାନେ ମୋର ପଛରେ ଲାଗିବା ପାଇଁ ତୁ ଉଠି ପଡ଼ିକି ଲାଗିଛୁ।
ଲାଗ କର ମୁଁ ବି ଦେଖିମି ତୁ କେତେ ବାଟ ଯାଇପାରିବୁ। ଖର ଖର୍ଚ୍ଚା କେତେ ତୋ ପାଖରେ କେତେ ଟଙ୍କା ଅଛି। ସ୍ୱାମୀ ମରିଯାଇଛି ଯେ ଟଙ୍କା ଯେ ପାଇଛୁ ନା ସେଟାতে ତୁ ଗରମ ଦେଖାଉଛୁ। ସ୍ୱାମୀ ମରିଯାଇଛି ସେଟାରେ କିଛି ମୂଲ୍ୟ ନାହିଁ, ଟଙ୍କାଟା ତୁ ଯେ ପାଇଯାଇଛୁ ନା ସେଟାରେ ଗରମ। କେତେ ଦିନ ଗରମ ଦେଖେଇବୁ ଦେଖା।